ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ଷଷ୍ଠ ଶ୍ରେଣୀ ଜିଜ୍ଞାସା, ଯାହାକି ବିଜ୍ଞାନ ପୁସ୍ତକ, ବିଜ୍ଞାନ ପୁସ୍ତକ ନୂଆ ପୁସ୍ତକ ଜିଜ୍ଞାସା ଷଷ୍ଠ ଶ୍ରେଣୀର ପ୍ରଥମ ପାଠ, ଯାହାକି ଆମେ ଆଜି ଆଲୋଚନା କରିବା। ବିଜ୍ଞାନର ଚମତ୍କାରିତା, ଚମତ୍କାର ଦୁନିଆ ବିଷୟରେ ଆମେ ଆଲୋଚନା କରିବା। ତେଣୁ ପିଲାମାନେ ଆରମ୍ଭରୁ ଶେଷ ଯାଏଁ এই ଭିଡ଼ିଓଟିକୁ ଦେଖି ବୁଝିବା ପାଇଁ ଚେଷ୍ଟା କର। ଯଦି ଆମେ ଭଲ ଭାବରେ ନ ବୁଝିବା ତାହେଲେ ଆମେ କିଛି ମନେ ରଖିପାରିବା ନାହିଁ। ତେଣୁ ଆରମ୍ଭରୁ ଶେଷ ଯାଏଁ ଭିଡ଼ିଓଟିକୁ ଦେଖି ବୁଝିବା ପାଇଁ ଚେଷ୍ଟା କର। ଦେଖ, ବିଜ୍ଞାନର ଚମତ୍କାର ଦୁନିଆ ଏ ବିଷୟରେ ଆମେ ପଢ଼ିବା। ଆମେ ସବୁବେଳେ ନିଜ ପରିବେଶ ବିଷୟରେ ଅଧିକ ଜାଣିବା ପାଇଁ ଉତ୍ସୁକ ହୋଇଥାଉ। ଆମ ପରିବେଶ, ଆମ ଚାରିପାଖରେ କ'ଣ ଅଛି ସେ ବିଷୟରେ ଜାଣିବା ପାଇଁ ଆମର ଆଗ୍ରହ ପ୍ରକାଶ ହୋଇଥାଏ। ଆମେ ପିଲାଦିନରୁ ଆମ ଚତୁଃପାର୍ଶ୍ୱକୁ ଅନୁସନ୍ଧାନ କରିବା ଏବଂ ସେହି ବିଷୟରେ ପ୍ରଶ୍ନ ପଚାରିବା ଆରମ୍ଭ କରିଥାଉ। ଆମ ଚାରିପାଖରେ କ'ଣ ଅଛି ସେ ବିଷୟରେ ଆମର ଆଗ୍ରହ ସୃଷ୍ଟି ହୋଇଥାଏ। ସେହିଭଳି ବିଦ୍ୟାଳୟ ଶିକ୍ଷାର ପ୍ରସ୍ତୁତି ପର୍ଯ୍ୟାୟରେ ପାଖାପାଖି ଆଖପାଖ ଦୁନିଆକୁ ଖୋଜିବା, ଅନୁସନ୍ଧାନ କରିବା ତୁମେ ଆନନ୍ଦିତ ହେଉଥିଲ କି? ଯେତେବେଳେ ତୁମେ ମଧ୍ୟ ପର୍ଯ୍ୟାୟରେ ପ୍ରବେଶ କରିବ, ସେତେବେଳେ ତୁମେ ବାସ କରୁଥିବା ସୁନ୍ଦର ଦୁନିଆକୁ ଅନୁସନ୍ଧାନ କରିବା ସହିତ ବୁଝିବାକୁ ମଧ୍ୟ ଚେଷ୍ଟା କରିବ। ଆଉ ସେଥିପାଇଁ ଆମର ବିଜ୍ଞାନ ନାମକ ଏକ ନୂଆ ବିଷୟ ରହିଛି। ବିଜ୍ଞାନର ଚମତ୍କାର ଦୁନିଆକୁ ସମସ୍ତଙ୍କୁ ସ୍ୱାଗତ। ସେହି ବିଷୟରେ ଆମେ ଆଲୋଚନା କରିବା। ଆମେ ରହୁଥିବା ଦୁନିଆକୁ ବୁଝିବ ଏବଂ ବିଶ୍ୱର ରହସ୍ୟକୁ ଉନ୍ମୋଚନ କରିବା ପାଇଁ ଚିନ୍ତା କରିବା, ପର୍ଯ୍ୟବେକ୍ଷଣ କରିବା, ପରୀକ୍ଷା ନିରୀକ୍ଷା କରିବାର ଏକ ମାଧ୍ୟମ ହେଉଛି ବିଜ୍ଞାନ। ବିଜ୍ଞାନ କହିଲେ କ'ଣ ବୁଝ? ବିଜ୍ଞାନ କ'ଣ ନା ଆମେ ରହୁଥିବା ଦୁନିଆକୁ ବୁଝିବା ଏବଂ ବିଶ୍ୱର ରହସ୍ୟକୁ ଉନ୍ମୋଚନ କରିବା, ପର୍ଯ୍ୟବେକ୍ଷଣ କରିବା, ପରୀକ୍ଷା ନିରୀକ୍ଷା କରିବାର ମାଧ୍ୟମ ହେଉଛି ବିଜ୍ଞାନ। ତେଣୁ ପରୀକ୍ଷା କଲେ ଆମେ ଜାଣିପାରିବା, ତା'ର ମାଧ୍ୟମ ହେଉଛି ବିଜ୍ଞାନ। ଏହା ଏକ ବଡ଼ ଦୁଃସାହସିକ କାର୍ଯ୍ୟ ବୋଲି ତୁମେ ଭାବୁଥିବ। ଆମେ ପ୍ରଶ୍ନ ପଚାରି ଦୁନିଆକୁ ଅନୁସନ୍ଧାନ କରି ବିଭିନ୍ନ ଘଟଣା ଘଟିବାର ପ୍ରକ୍ରିୟା ବିଷୟରେ ବୁଝିବାକୁ ଚେଷ୍ଟା କରିଥାଉ। ଏଥିପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମେ ଜିଜ୍ଞାସୁ ହେବା, ଜାଣିବା। ସେଥିପାଇଁ ହିଁ ଏହି ପୁସ୍ତକର ଏପରି ନାମକରଣ ହୋଇଛି ଜିଜ୍ଞାସା। ତେଣୁ ବିଜ୍ଞାନ ବିଷୟରେ ଅଧିକରୁ ଅଧିକ ଜାଣିବା ହେଉଛି ଜିଜ୍ଞାସା। ଜାଣିବାର ଇଚ୍ଛା ହେଉଛି ଜିଜ୍ଞାସା। ତେଣୁ ଛୋଟ ଛୋଟ ବାଲିଦାନରୁ ବିଶାଳ ପର୍ବତ ଓ ଘାସରୁ ବିଶାଳ ଜଙ୍ଗଲ ପର୍ଯ୍ୟନ୍ତ ସମସ୍ତ ବିଷୟକୁ ଅଧ୍ୟୟନ କରିବା ବେଳେ ସବୁବେଳେ କିଛି ନା କିଛି ନୂଆ ରୋମାଞ୍ଚକର ତଥ୍ୟ ଆବିଷ୍କୃତ ହୋଇଥାଏ। ତୁମେ କେବେ ଆଶ୍ଚର୍ଯ୍ୟ ହୋଇ ଭାବିଛ କି ରାତିର ଆକାଶରେ ତାରାଗୁଡ଼ିକ କାହିଁକି ଚକମକ କରୁଥାଏ? ରାତିରେ ଯେଉଁ ତାରାଗୁଡ଼ିକ ଦେଖାଯାଏ, ଚକଚକ କରୁଥାଏ, ତାହା କିପରି ଦେଖାଯାଏ କେବେ ଭାବିଛ କି? ସେ ବିଷୟରେ ଭାବିବା। କିମ୍ବା ଗୋଟିଏ ଫୁଲ କେତେବେଳେ ଫୁଟିବ ବୋଲି କେମିତି ଜାଣିଥାଏ? ଗୋଟିଏ ଫୁଲ କେତେବେଳେ ଫୁଟିବ ବୋଲି କେମିତି ଜାଣିଥାଏ? ଏସବୁର ପ୍ରଶ୍ନ, ନାନା ପ୍ରକାର ପ୍ରଶ୍ନ ଆସିଥାଏ। ଏଗୁଡ଼ିକ ହେଉଛି ଅନେକ ରହସ୍ୟ ମଧ୍ୟରୁ କେବଳ କିଛି ଉଦାହରଣ, ଯାହାକୁ ଉନ୍ମୋଚନ କରିବାରେ ବିଜ୍ଞାନ ଆମକୁ ସାହାଯ୍ୟ କରିଥାଏ। ବିଜ୍ଞାନର ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହା ସର୍ବତ୍ର ବିଦ୍ୟମାନ। ସମୁଦ୍ରର ଗଭୀରଠାରୁ ଆରମ୍ଭ କରି ମହାକାଶର ବିଶାଳତା ପର୍ଯ୍ୟନ୍ତ, ରୋଷେଇ ଘରୁ ଆରମ୍ଭ କରି ଖେଳ ପଡ଼ିଆ ପର୍ଯ୍ୟନ୍ତ ଅନେକ ସମୟରେ ଅଦ୍ଭୁତ ଆବିଷ୍କାର ଅପ୍ରତ୍ୟାଶିତ ଭାବେ ଘଟିଥାଏ। ବିଜ୍ଞାନ ହେଉଛି ଏକ ବିଶାଳ ଏବଂ ଅସରନ୍ତି ଗୋଲକ ଧନ୍ଦା। ଆମେ କରୁଥିବା ପ୍ରତ୍ୟେକ ନୂତନ ଆବିଷ୍କାର ଏଥିରେ ଯୋଡ଼ି ହୁଏ ଏବଂ ତୁମେ ଏହି ଗୋଲକ ଧନ୍ଦା ବିଷୟରେ ସବୁଠାରୁ ଭଲ କଥା ଜାଣିଛ କି? ଦେଖ ପିଲାମାନେ, ଏକ ମରୁ ଅଞ୍ଚଳ, ମରୁଭୂମିରେ ବିଷୟରେ ଆମେ ଜାଣିଛେ। ସମୁଦ୍ର ଉପକୂଳ ଅଞ୍ଚଳ ବିଷୟରେ କଳ୍ପନା କର। ମରୁଭୂମିରେ କାହିଁକି ବାଲୁକାମୟ ଏ ବିଷୟରେ ଜାଣିବା। କାହିଁକି ବାଲୁକାମୟ, ସେଠାରେ କାହିଁକି ଗଛ ନଥାଏ, ଏ ବିଷୟରେ ଜାଣିବା ହେଉଛି ବିଜ୍ଞାନ।
ସେହିଭଳି ସାଗର ମହାସାଗର ସମୁଦ୍ର ଉପକୂଳ ଅଞ୍ଚଳ ସେଠାରେ କିପରି ଲହରୀ ଗୁଡ଼ିକ ବା ତରଙ୍ଗ ଢେଉ ଗୁଡ଼ିକ କ୍ରମାଗତ ଭାବେ ଆସିଥାଏ, ଏସବୁ ବିଷୟରେ ଜାଣିବା ହେଉଛି ବିଜ୍ଞାନ। ସମୁଦ୍ର ପତନରେ ବା ସମୁଦ୍ର କୂଳରେ ସେଇ ତରଙ୍ଗର ଆଗମନ କିପରି ହୁଏ, କାହିଁକି ହୁଏ, ସେ ବିଷୟରେ ଜାଣିବା ହେଉଛି ବିଜ୍ଞାନ। ଆଜି ଆବିଷ୍କାର କୌଣସି ଅନ୍ତ ନାହିଁ, କାରଣ ପ୍ରତ୍ୟେକ ଜ୍ଞାନ ଏକାଧିକ ପ୍ରଶ୍ନ ଏବଂ ଅଧିକ ଜିନିଷ ଜାଣିବାର ସାହାଯ୍ୟ କରେ। ବେଳେବେଳେ ଦେଖିବାକୁ ମିଳେ ଯେ ଏହି ଧନ୍ଦାର କିଛି ଅଂଶ ଭୁଲ ସ୍ଥାନରେ ରହିଯାଇଛି, ଯାହାକୁ ସଜାଡ଼ିବାରେ ଆବଶ୍ୟକତା ରହିଛି। ନୂଆ ଆବିଷ୍କାର ଅନେକ ସମୟରେ ଦୁନିଆ ବିଷୟରେ ଆମର ଦୃଷ୍ଟିକୋଣକୁ ବଦଳାଇ ଦେଇଥାଏ। ସମୁଦ୍ର ପାଣି ଭିତର ଏକ ଦୃଶ୍ୟ। ଏ ସମୁଦ୍ର ପାଣି ଭିତରେ କିପରି ମାଛମାନେ ପହଁରୁଛନ୍ତି ଏବଂ ସମୁଦ୍ର କୂଳ ତଳରେ କିପରି ସୂର୍ଯ୍ୟଙ୍କ କିରଣ ପ୍ରବାହିତ ହୋଇଥାଏ, ସେ ବିଷୟରେ ଏଠାରେ ଦୃଶ୍ୟମାନ ହେଉଛି। ଏକ ସୌରମଣ୍ଡଳ, ସୌରଜଗତରେ 8ଟି ଗ୍ରହ ଏବଂ ତାରାମାନେ କିପରି ଥାଆନ୍ତି, ତାର ଦୃଶ୍ୟ। ଏହି ପୁସ୍ତକ ପଢ଼ିବା ସମୟରେ ତୁମେ କେତେକ କୌତୂହଳପୂର୍ଣ୍ଣ ତଥ୍ୟ ପାଇବ, କିଛି ଚିନ୍ତାମୂଳକ ପରୀକ୍ଷଣ କରିବ ଏବଂ ଦେଖିବ ସେଗୁଡ଼ିକ ଆମର ଦୈନନ୍ଦିନ ଜୀବନରେ କିପରି ଉପଯୋଗୀ ହେଉଛି। ଭାବି ଦେଖ, ଆମେ ଅଧିକରୁ ଅଧିକ ନୂଆ କଥା ଜାଣିଲେ କ'ଣ ହେବ? ଆମେ ଅନୁଭବ କରିପାରିବା ଏହି ସବୁ ଧାରଣା ପରସ୍ପର ସହ ଜଡ଼ିତ। ଆମ ଘରୁ ଅର୍ଥାତ୍ ଆମ ଗ୍ରହ ପୃଥିବୀରୁ ପର୍ଯ୍ୟବେକ୍ଷଣ କରିବା ଆରମ୍ଭ କରିବା। ଏହା ହେଉଛି ଏକମାତ୍ର ଗ୍ରହ ଯେଉଁଠାରେ ଜୀବ ସତ୍ତା ସମ୍ଭବ। ପୃଥିବୀ ଗୋଟେ ଗ୍ରହ ଯେଉଁଠାରେ କି ଜୀବ ଜଗତ ସୃଷ୍ଟି ହୋଇପାରିଛି। ତେଣୁ ଏହାର ପରିବେଶକୁ ଆମେ ସୁରକ୍ଷିତ ରଖିବା ଉଚିତ। ଏହି ଗ୍ରହରେ ବିଭିନ୍ନ ପ୍ରକାର ଚମତ୍କାର ଜୀବ ମଧ୍ୟ ଯଥା ପ୍ରାଣୀ ଉଦ୍ଭିଦ ଅଛନ୍ତି। ଏହି ପୃଥିବୀରେ ପ୍ରାଣୀ ଉଦ୍ଭିଦ ରହିଛି, ତେଣୁ ଏମାନଙ୍କୁ ନେଇ ଜୀବଜଗତ ଗଠିତ। ଦେଖ ପିଲାମାନେ, ସେମାନେ ପୃଥିବୀର ବିଭିନ୍ନ ଅଞ୍ଚଳରେ ଜୀବନ ଧାରଣ କରିବା ପାଇଁ ଚେଷ୍ଟା କରନ୍ତି। ମଞ୍ଜି ଗଛରେ ପରିଣତ ହେବା, ଗୋଟେ ମଞ୍ଜି ପଡ଼ିଲା, ସେଥିରୁ ଗଜା ହୋଇ ଗଛରେ ପରିଣତ ହେଲା, ଏକ ସମ୍ଭାଳୁଆ ସୁନ୍ଦର ପ୍ରଜାପତିରେ ପରିଣତ ହେବା ଭଳି ଅନେକ ପର୍ଯ୍ୟବେକ୍ଷଣ ତୁମେମାନେ କରିଥିବ। ଏହି ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କର କିପରି ବୃଦ୍ଧି ଘଟିଥାଏ। ଦେଖ, ଆମେ ପର୍ଯ୍ୟବେକ୍ଷଣ କରିବା, ଆମେ କିଛି ଫଳ ଖାଇଲେ, କିଛି ଫଳ ଖାଇ ଆମେ ଫଳକୁ ମାଟିରେ ପକାଇଦେଲେ, କିଛି ଦିନ ପରେ ସେଇ ମାଟିରେ ପଡ଼ିଥିବା ଫଳଟି କ୍ରମେ ଗଜା ହେଲା, ଗଜା ହୋଇ ପୁଣି ଗଛ ହେଲା, ପୁଣି ସେ ଗଛ ଧୀରେ ଧୀରେ ବଡ଼ ହେଲା, ବଡ଼ ହୋଇ ସେଇ ଗଛରୁ ପୁଣି ଫଳ ଫଳିବାର ଆମେ ଏଇଟା ପର୍ଯ୍ୟବେକ୍ଷଣ କରୁଛନ୍ତି ନା ନାହିଁ, ଆମେ ସମସ୍ତେ ଦେଖିଛେ। ତେଣୁ ଇଏ ହେଉଛି ପର୍ଯ୍ୟବେକ୍ଷଣ। ଆକୁ କୁହାଯାଏ ବିଜ୍ଞାନ। ତେଣୁ ଆମେ ଆଲୋଚନା କରିବା, ପର୍ଯ୍ୟବେକ୍ଷଣ କରିବା, ତାପରେ ଆମେ ଜାଣିବା, ଆମେ ନୂତନ ଜ୍ଞାନ ଆହରଣ କରିବା, ତାହା ହେଉଛି ବିଜ୍ଞାନ। ଆମେ ପର୍ଯ୍ୟବେକ୍ଷଣ କରିବା, ଆଲୋଚନା କରିବା, ପର୍ଯ୍ୟବେକ୍ଷଣ କରିବା, ଦେଖିବା, ତାହେଲେ ଆମେ ଯେଉଁ ଜ୍ଞାନ ଆହରଣ କଲେ ତାହା ହେଉଛି ବିଜ୍ଞାନ। ଦେଖ, ଏଠାରେ ଗୋଟେ ଛୋଟ ମଞ୍ଜି ଚାରା ଗଛଟେ ହେଇଛି। ଏଠାରେ ସେଇ ମଞ୍ଜିଟି କ୍ରମେ ଛୋଟରୁ ବଡ଼ ହେଲା, ତାପରେ ଗଜା ହେଲା ନା ନାହିଁ। ସେଇ ମଞ୍ଜିଟି ପଡ଼ିଲା, ସେଟା ଗଜା ହେଲା ମାଟିରେ ପଡ଼ି, ତାପରେ ସେ ଛୋଟରୁ ଆସ୍ତେ ଆସ୍ତେ ଧୀରେ ଧୀରେ ବଡ଼ ହେଲା, ତାର ବଡ଼ ଗଛରେ ପରିଣତ ହେଉଛି। ସେଇଭଳି ଗୋଟେ ଛୋଟ ବାଛୁରୀଟି ଦିନେ ଗୋଟେ ବଡ଼ ଗାଈରେ ପରିଣତ ହୋଇଥାଏ। ଆଜିର ବାଛୁରୀ କିଛି ଦିନ ପରେ ଗାଈରେ ପରିଣତ ହୋଇଥାଏ, ଛୋଟରୁ ବଡ଼ ହୋଇଥାଏ। ତେଣୁ ଆମର ବୃଦ୍ଧି ପାଇଁ ଖାଦ୍ୟ ଆବଶ୍ୟକ। ଭାରତ ଭଳି ଏକ ବୃହତ ବିବିଧତାପୂର୍ଣ୍ଣ ଦେଶରେ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ରୁଚିକର ଖାଦ୍ୟ ରହିଛି। ସେଗୁଡ଼ିକ କେଉଁଥିରୁ ପ୍ରସ୍ତୁତ ଆମେ କିପରି ଜାଣିବା? ଆମେ ଯାହା ଖାଦ୍ୟ ଖାଉଛେ କେଉଁଥିରୁ ପ୍ରସ୍ତୁତ? ଧରିନିଅ, ପିଠା କଲେ, ପିଠା ଗହମ, ମଇଦା ଏସବୁରୁ ପ୍ରସ୍ତୁତ। ସେ ଗହମ କେଉଁଠୁ ଆସିଲା, ତାକୁ କିଏ ଉତ୍ପାଦନ କଲା, ଏସବୁ ବିଷୟରେ ଆମେ ଜାଣିବା। ତାର ଗହମ ଉତ୍ପାଦନ କରିବା ପାଇଁ କ'ଣ କ'ଣ ଦରକାର, ଏସବୁ ଆମେ ଜାଣିଛେ ନା ନାହିଁ। ତେଣୁ ଏସବୁ ଜାଣିବା ଆମର ନିହାତି
ଆବଶ୍ୟକ। ଆମେ ବଞ୍ଚିବା ପାଇଁ ଖାଦ୍ୟ ସହିତ ମଧ୍ୟ ଜଳ ଆବଶ୍ୟକ କରୁ। ଜଳ ଏକ ଅମୂଲ୍ୟ ସମ୍ପଦ। ତେଣୁ ଜଳର ଅନ୍ୟ ନାମ ହେଉଛି ଜୀବନ। ଜଳ ବିନା ଆମେ ବଞ୍ଚିପାରିବା ନାହିଁ। ତେଣୁ ଏ ଜଳ କେଉଁଠୁ ଆସେ? ବର୍ଷା ହେଲେ ପୋଖରୀର ଜଳସ୍ତର ବଢ଼ିବାରେ ଦେଖିଛ କି? ତୁମେ କେବେ ଭାବିଛ କି ବର୍ଷା କାହିଁକି ଓ କିପରି ହୁଏ? ଆମେ ଛୋଟ କ୍ଲାସରେ ପଢ଼ିଛେ, ପୂର୍ବ କ୍ଲାସରେ ପଢ଼ିଛେ ଯେ ଜଳଚକ୍ର ବିଷୟରେ ଜାଣିଛେ। ଜଳ ବର୍ଷା ହୁଏ, ବର୍ଷା ପାଣି ଭୂମିରେ ପଡ଼େ, କିଛି ଜଳ ଭୂପୃଷ୍ଠକୁ ଯାଏ, ଆଉ କିଛି ଜଳ ବାଷ୍ପ ହୋଇ ଉପରକୁ ଉଠିଯାଏ, ପୁଣି ସେଠାରେ ମେଘ ସୃଷ୍ଟି କରେ। ମେଘ ପୁଣି ଆଉ ବର୍ଷା ହୋଇଥାଏ। ତାହା କ୍ରମେ ବର୍ଷାରେ ପରିଣତ ହୋଇ ଜଳ ରୂପରେ ଫେରେ। ତାହାକୁ ଜଳଚକ୍ର ବୋଲି କୁହାଯାଏ। ସେହିପରି ପାଣି ଥଣ୍ଡା ହେଲେ ବରଫ ହୋଇଯାଏ ଏବଂ ଗରମ ହୋଇ ଫୁଟିଲେ ବାଷ୍ପ ହୋଇଯାଏ। ଏହା ଆମେ ଲକ୍ଷ୍ୟ କରିଛେ, ଆମେ ପର୍ଯ୍ୟବେକ୍ଷଣ କରିଛେ। ଖରାଦିନେ ଥଣ୍ଡା ପାଣି ପିଇବା କିମ୍ବା ଶୀତଦିନେ ଉଷୁମ ପାଣିରେ ଗାଧୋଇବାର ମଜା ନେଇଛ କି? ଆମେ ସମସ୍ତେ ଏହାକୁ ବ୍ୟବହାର କରିଛେ। ଶୀତଦିନେ ଆମକୁ ପ୍ରବଳ ଶୀତ ହୁଏ, ତେଣୁ ସେହି ଶୀତରୁ ରକ୍ଷା ପାଇବା ପାଇଁ ଆମେ ଗରମ ପାଣିକୁ ବ୍ୟବହାର କରୁଛେ। ସେହିଭଳି ଖରାଦିନେ ପ୍ରବଳ ଗରମ ହୁଏ, ତେଣୁ ସେ ଗରମରୁ ରକ୍ଷା ପାଇବା ପାଇଁ, ଥଣ୍ଡା ପାଇବା ପାଇଁ ଆମେ ଥଣ୍ଡା ପାଣିକୁ ବ୍ୟବହାର କରୁଛୁ। ଗରମ ଥଣ୍ଡାକୁ ଆମେ କେମିତି ଜାଣିବା? ପାଣି ହେଉ କି ଆମ ଶରୀର ହେଉ, ତାହାର ଉତ୍ତାପ କେତେ ଆମେ ଜାଣିବା ଜରୁରୀ। ତେଣୁ ଆମେ ଏହାକୁ ପର୍ଯ୍ୟବେକ୍ଷଣ କରୁଛେ ଏବଂ ତାହା ଜାଣିପାରୁଛେ। ଆହୁରି ମଧ୍ୟ ଆମ ଚାରିପାଖରେ ଅନେକ ପ୍ରକାର ଜିନିଷ ରହିଛି, ଯଥା ଆମେ ଲେଖୁଥିବା କାଗଜ, ଧାତୁ ନିର୍ମିତ ଚାବି, ପ୍ଲାଷ୍ଟିକ ସ୍କେଲ୍, ଆମ ପେନସିଲ ବାକ୍ସରେ ଥିବା ରବର ବାକ୍ସକୁ ବନ୍ଦ ରଖିବା, ଚୁମ୍ବକ, ଆମେ ପିନ୍ଧୁଥିବା ପୋଷାକ, ଆମେ କ୍ଷୀର ପିଉଥିବା କପ୍ ଏବଂ କିପରି ଅନେକ, ସେଗୁଡ଼ିକ କେଉଁଥିରୁ ତିଆରି, ସେଗୁଡ଼ିକ କ'ଣ ଭିନ୍ନ ଭିନ୍ନ ଜିନିଷରେ ତିଆରି କି, ଆମେ କିପରି ବିଭିନ୍ନ ଜିନିଷକୁ ପରସ୍ପରଠାରୁ ଅଲଗା କରିପାରିବା। ଏହି ପୁସ୍ତକ ଅଧ୍ୟୟନ କରିବା ସମୟରେ ଏହିଭଳି ପୃଥିବୀ ସମ୍ପର୍କରେ ଅସରନ୍ତି ପ୍ରଶ୍ନ ମନକୁ ଆସିବ। କିନ୍ତୁ ଆମର ପ୍ରଶ୍ନଗୁଡ଼ିକୁ କେବଳ ପୃଥିବୀ ଭିତରେ ଜିନିଷ ମଧ୍ୟରେ ସୀମିତ ରଖିବା କି ସୂର୍ଯ୍ୟ, ଚନ୍ଦ୍ର, ଆକାଶରେ ଚମକୁଥିବା ଲକ୍ଷ ଲକ୍ଷ ନକ୍ଷତ୍ର ଉପରେ ମଧ୍ୟ ଆମ ପ୍ରଶ୍ନ ପଚାରିପାରିବା? ଏହି ପୁସ୍ତକର ପ୍ରତ୍ୟେକ ଅଧ୍ୟାୟ ତୁମ ଅନୁସନ୍ଧିତ୍ସୁ ଭାବନାକୁ ଜାଗ୍ରତ କରିବ, ଯେପରିକି ପତ୍ରର ଗଠନ, ଜିନିଷଗୁଡ଼ିକ କିପରି ଗତି କରେ, କିମ୍ବା ଚିନାବାଦାମ ମଞ୍ଜିରୁ ଚୋପା ଅଲଗା କରିବାର ପ୍ରଣାଳୀ ଆଦି। ଆଶା କରୁଛୁ ତୁମ ମନରେ ଏହିଭଳି ଅନେକ ପ୍ରଶ୍ନ ଆସିବ। ଆମେ ନିଜେ କିପରି ଆମ ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରିବା? ଏହାକୁ ଧରିନିଅ, ଆମେ ଚିନାବାଦାମରୁ କିପରି ଚୋପା ଅଲଗା କରିହେବ, ଏସବୁ ନିଜେ ଆମେ ଅନୁସନ୍ଧାନ କରିବା, ଜାଣିବା। ଯଦିଓ ତୁମେ ଏହା ଅନୁଭବ କରିନଥିବ, ତଥାପି ତୁମର ଅଜାଣତରେ ଅନେକ ପ୍ରଶ୍ନର ଉତ୍ତର ପାଇଥିବ। ମନେକର ତୁମ କଲମ ଚାଲିବା ବନ୍ଦ ହୋଇଯାଏ। ଧରିନିଅ ତୁମେ ଲେଖୁଛ ବିଦ୍ୟାଳୟରେ, ତୁମ କଲମ ହଠାତ୍ ବନ୍ଦ ହୋଇଗଲା। ତୁମେ କ'ଣ ଭାବିବ? ନା, ମୋର ପେନ୍ଟି ବା କଲମଟି ଚାଲୁନି କାହିଁକି? ତୁମେ ପ୍ରଥମେ କାହିଁକି ବୋଲି ଭାବିବ, କାହିଁକି ଚାଲୁନି ମନେ କରିବ। ତାପରେ ତୁମ ମନରେ ପ୍ରଶ୍ନ ଆସିବ, କାଳେ କାଳି ସରିଗଲା କି? ତୁମେ ଅନୁମାନ କରିବ, କାଳି ଶେଷ ହୋଇଯାଇଛି କି? ଯଦି ଦେଖିବ କାଳି ଶେଷ ହୋଇଯାଇଛି, ତାହେଲେ ତୁମେ କ'ଣ କରିବ? ଯଦି କାଳି ଶେଷ ହୋଇଯାଇଛି, ଆମେ କ'ଣ କରିବା? ଏହିପରି ତୁମେ କଲମ ଖୋଲି କାଳି ଅଛି କି ନାହିଁ ତୁମେ ଯାଞ୍ଚ କରୁଛ, ଅନୁମାନ କରୁଛ। ଯଦି ଠିକ୍, ତାହେଲେ ତୁମ ଅନୁମାନ ଠିକ୍ ବୋଲି ତୁମେ ଭାବୁଛ। ତାପରେ ତୁମେ ଦେଖିବ କାଳି ଯଦି ଅଛି, ଯଦି କାଳି ଅଛି, କଲମଟି ଚାଲୁନି, ତାହେଲେ ତୁମେ କ'ଣ ଭାବିବ? ଯାହେଲେ କାଳି କାଳେ ଶୁଖି ଯାଇଥିବ। ତେଣୁ ତୁମେ କ'ଣ କରୁଛ? ସେଇ ରିଫିଲ୍ଟିକୁ ବା ସେଇ କଲମଟିକୁ ଭଲ ଭାବରେ ଦୁଇ ହାତରେ ଘଷି ଥାଉ। କାହିଁକି ନା କାଳେ ତାହା ତରଳ ହେବ ବୋଲି ତାକୁ ଘଷି ଥାଉ। ଏଇଭଳି ଜାଣିବା, ନିଜେ ଅନୁଭବ କରିବା, ଜାଣିବା। ବିଜ୍ଞାନ ଠିକ୍ ଏହିପରି ଭାବରେ କାମ କରେ। ତୁମ କଲମ କାହିଁକି ଲେଖୁ ଲେଖୁ ବନ୍ଦ ହୋଇଗଲା, ତାହା ଜାଣିବାକୁ ଚେଷ୍ଟା କରିବା ହିଁ ବୈଜ୍ଞାନିକ ପଦ୍ଧତିର ଏକ ଉଦାହରଣ।
ହେଲା। ପିଲାମାନେ ବୁଝିଲ କାହିଁକି ଅର୍ଥ ବା କାହିଁକି ଚାଲୁନି, ଏହି କାହିଁକିର ଅର୍ଥ ହେଉଛି ବିଜ୍ଞାନ। କାହିଁକି ଏହା ହେଉନି, ହେଲା, ଏ ହେଉଛି ବିଜ୍ଞାନ। ତେଣୁ ତାକୁ ନିଜେ ଆମେ ଅନୁଧ୍ୟାନ କରିବା, ପର୍ଯ୍ୟବେକ୍ଷଣ କରିବା, ଭାବିବା ସେ ବିଷୟରେ, ତାପରେ ତାକୁ କ'ଣ କଲେ ସେ ସମସ୍ୟାର ସମାଧାନ ହୋଇପାରିବ ସେ ବିଷୟରେ ଆମେ ଭାବିବା। ଆସ ଚିନ୍ତା କରି ଲେଖିବା। କାର୍ଯ୍ୟ 1, ତୁମେ ଏହିପରି ସମାଧାନ କରିବାକୁ ଚେଷ୍ଟା କରିଥିବା ଏକ ସମସ୍ୟା ବିଷୟରେ ଲେଖ। ତୁମେ କେଉଁ ସବୁ ପଦକ୍ଷେପ ନେଇଥିବ। ଏଠି ଚିନ୍ତା କରିବା ପାଇଁ କହିଛି। କୌଣସି ଏକ ଜିନିଷ ବିଷୟରେ ଜାଣିବ। ଧନ୍ୟ ତୁମେ ଏକ ବେଲୁନଟି ଫୁଙ୍କୁଛ। ବେଲୁନ ଫୁଙ୍କିଲେ ବେଲୁନଟି ଫୁଲି ଉଠେ। ତୁମେ ସେତେବେଳେ ଭାବିବ ବେଲୁନଟି କାହିଁକି ଫୁଲି ଉଠିଲା, ତୁମ ମନରେ ପ୍ରଶ୍ନ ଆସିବ। ତେଣୁ ଯେତେବେଳେ ପବନ ଭର୍ତ୍ତି କରାଯାଏ ତାହେଲେ ବେଲୁନଟି ଫୁଲିଯାଏ। ତେଣୁ ଆମେ ଜାଣିପାରିବା ଏଇଭଳି ଗୋଟେ ପ୍ରଶ୍ନ। ତୁମେ କେଉଁ ସବୁ ପଦକ୍ଷେପ ନେଇଥିଲ? ଆମେ ଫୁଙ୍କିଲେ, ତେଣୁ ଫୁଲି ଉଠିଲା। ମନେକର ସେହି ବେଲୁନଟି ଯଦି କଣା ହୋଇଥାଏ, କେତେ ଫୁଙ୍କିଲେ ମଧ୍ୟ ସେଥିରେ ପବନ ଯାଉନଥାଏ, ତାହେଲେ ଆମେ ଜାଣିବାକୁ ହେବ ବେଲୁନଟି ଖରାପ ଅଛି। ତେଣୁ ଆମେ ପବନ ଚାଲିଯାଏ, ଯାହାଦ୍ୱାରା କି ପବନ ଆଉ ରହୁନି। ଆମେ ଜାଣିପାରିବା ବିଜ୍ଞାନ କେବଳ ବିଷୟବସ୍ତୁ ଓ ତଥ୍ୟକୁ ମନେ ରଖିବା କିମ୍ବା ପରୀକ୍ଷଣ କରିବା ନୁହେଁ, ଏହା ହେଉଛି ଏକ ପର୍ଯ୍ୟାୟକ୍ରମିକ ପ୍ରକ୍ରିୟାକୁ ଅନୁସରଣ କରିବା, ଯାହା ଆମକୁ ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜିବାରେ ସାହାଯ୍ୟ କରିଥାଏ। ତେବେ ଆମେ କ'ଣ ପଦକ୍ଷେପ ଗ୍ରହଣ କରିପାରିବା? ଏସବୁ ହେଉଛି ବିଜ୍ଞାନର ବିଷୟବସ୍ତୁ। ପର୍ଯ୍ୟାୟକ୍ରମିକ ପ୍ରକ୍ରିୟାକୁ ଅନୁସରଣ କରିବା ହେଉଛି ବିଜ୍ଞାନର ବିଷୟବସ୍ତୁ। ତାପରେ ପିଲାମାନେ ଆଗକୁ ଯିବା। ପ୍ରଥମେ ଆମେ ଏପରି କିଛି ଜିନିଷ ପର୍ଯ୍ୟବେକ୍ଷଣ କରୁ ଯାହା ଆମ ମନରେ କୌତୂହଳ ସୃଷ୍ଟି କରେ କିମ୍ବା ଆମେ ବୁଝିପାରୁ ନଥାଉ। ଏହା ଆମକୁ ଚକିତ କରେ ଏବଂ ସେଥିପାଇଁ ଆମ ମନରେ ଅନେକ ପ୍ରଶ୍ନ ଉଙ୍କି ମାରେ। ତାପରେ ଆମେ ସେହି ପ୍ରଶ୍ନଗୁଡ଼ିକ ସମ୍ଭାବ୍ୟ ଉତ୍ତର ଅନୁମାନ କରୁ। ଆମେ ଭାବୁ ସେ ବିଷୟରେ। ଆମେ ଏହି ଅନୁମାନକୁ ପରୀକ୍ଷଣ କରିବା କିମ୍ବା ପର୍ଯ୍ୟବେକ୍ଷଣ କରିବା ମାଧ୍ୟମରେ ପରୀକ୍ଷା କରିଥାଉ। ଏହାପରେ ଆମେ ଫଳାଫଳକୁ ବିଶ୍ଳେଷଣ କରିବା ଚେଷ୍ଟା କରିଥାଉ। ଫଳାଫଳ ବିଷୟରେ ଜାଣିବାକୁ ଚେଷ୍ଟା କରୁ। ଏହା ପ୍ରକୃତରେ ଆମ ପ୍ରଶ୍ନର ଉତ୍ତର କି ନୁହେଁ। ତାପରେ ବୈଜ୍ଞାନିକମାନେ କୌଣସି ସମସ୍ୟା ସମାଧାନ କିମ୍ବା ନୂତନ ଜିନିଷ ଆବିଷ୍କାର କରିବା ପାଇଁ ବୈଜ୍ଞାନିକ ପଦ୍ଧତି ଅନୁସରଣ କରନ୍ତି। କିନ୍ତୁ ଯେଉଁମାନେ ବିଜ୍ଞାନର ପଦ୍ଧତି ଅନୁସରଣ କରିଥାନ୍ତି ସେମାନେ ବୈଜ୍ଞାନିକ ଭଳି କାମ କରିଥାନ୍ତି। ରୋଷେଇ କରୁଥିବା ବ୍ୟକ୍ତି ଭାବୁଥିବେ ଯେ ପ୍ରେସର କୁକରକୁ ଡାଲି ବାହାରିଗଲା କାହିଁକି? ସେଥିରେ ଅତ୍ୟଧିକ ପାଣି ଥିଲା କି? ନାନା ପ୍ରଶ୍ନ ଆସିଥାଏ ଆମ ମନରେ। ସେହିଭଳି ସାଇକେଲ ମରାମତି କରୁଥିବା ଜଣେ ବ୍ୟକ୍ତି ଜାଣିବାକୁ ଚେଷ୍ଟା କରୁଥିବେ ଟାୟାରର କେଉଁ ସ୍ଥାନରୁ ଲିକ୍ ହୋଇ ପବନ ବାହାରିଗଲା, କିମ୍ବା ଜଣେ ଇଲେକ୍ଟ୍ରିସିଆନ୍ ଜାଣିବାକୁ ଚେଷ୍ଟା କରୁଥିବ ଯେ ବଲ୍ବ କାହିଁକି ଜଳୁନାହିଁ, ବଲ୍ବ କିମ୍ବା ସୁଇଚ୍ରେ କିଛି ସମସ୍ୟା ଅଛି କି? ଯେତେବେଳେ ଆମେ ପ୍ରଶ୍ନ ପଚାରୁ, ଉତ୍ତର ଖୋଜିବାକୁ ଚେଷ୍ଟା କରୁ, ଆମେ ମଧ୍ୟ ଜଣେ ବୈଜ୍ଞାନିକ ହୋଇଥାଉ। ଦେଖ, ଆମ ଘରେ ବିଦ୍ୟୁତ୍ ଅଛି, କିନ୍ତୁ ଏକ ବଲ୍ବ ଲଗାଯାଇଛି ଯାହାକି ତାହା ଜଳେ ନାହିଁ। ତେଣୁ ଆମେ ସବୁ ଖୋଜୁ ଯେ ବଲ୍ବଟା କାହିଁକି ଜଳୁନି। ପ୍ରଥମତଃ ସୁଇଚ୍ ଖରାପ ହୋଇଥିବ, ଦ୍ୱିତୀୟତଃ ୱାୟାର ଖରାପ ହୋଇଥିବ। ଏଇସବୁ ବିଷୟରେ ଆମେ କ'ଣ ଟିକିନିଖି ତାକୁ ଦେଖୁ, ଯଦ୍ୱାରା କି ଆମେ ଜାଣିପାରୁ ଯେ କେଉଁଠି ପ୍ରୋବ୍ଲେମ୍ ବା ସମସ୍ୟା କେଉଁଠି ରହିଛି। ତେଣୁ ଇଏ ହେଉଛି ଆମେ ମଧ୍ୟ ଜଣେ ବୈଜ୍ଞାନିକ। ଯେତେବେଳେ ଆମେ ଖୋଜିପାରିଲେ ବା ଜାଣିପାରିଲେ ଯେ ସୁଇଚ୍ଟି ଖରାପ ଅଛି, ତେଣୁ ଆମ ମନରେ ବୈଜ୍ଞାନିକ ଭାବ ଜାଗ୍ରତ ହେଲା ବୋଲି ଆମେ ଜାଣିପାରିବା, ଅନୁମାନ କରିପାରିବା। ତେଣୁ ଆମେ ସମସ୍ତେ ଯେଉଁ ପର୍ଯ୍ୟବେକ୍ଷଣ କରୁଛେ, ଜାଣୁଛେ, ଅନୁଭବ କରୁଛେ, ତାପରେ ପରୀକ୍ଷା କରି ଆମେ ଉପନୀତ ହେଲେ ସେ ହେଉଛି ଫଳାଫଳ ବା ଜାଣିପାରିଲେ, ରେଜଲ୍ଟ ବିଷୟରେ ଆମେ ଜାଣିପାରିଲେ ଯେ କ'ଣ ସମସ୍ୟା ରହିଛି, ତାହା ହେଉଛି
ବୈଜ୍ଞାନିକ, ଆମେ ସମସ୍ତେ ଜଣେ ଜଣେ ବୈଜ୍ଞାନିକ। ଆସ ଚିନ୍ତା କରି ଲେଖିବା। ଦୈନନ୍ଦିନ ଜୀବନରେ ଏକ ପରିସ୍ଥିତି ବର୍ଣ୍ଣନା କର ଯେଉଁଠିକି ତୁମ ଅନୁଭବ କରୁଥିବ ଯେ କେହି ଜଣେ ବୈଜ୍ଞାନିକ ପଦ୍ଧତି ଅନୁସରଣ କରୁଛନ୍ତି। ବର୍ତ୍ତମାନ ତୁମେ ବୁଝିପାରିଥିବ ଯେ ଦୈନନ୍ଦିନ ଜୀବନରେ ଏମିତି ଅନେକ ପରିସ୍ଥିତି ଅଛି ଯେଉଁଠାରେ ଆମେ ଅଜାଣତରେ କିମ୍ବା ଜାଣତରେ ବୈଜ୍ଞାନିକ ପଦ୍ଧତି ପ୍ରୟୋଗ କରିଥାଉ। ଜାଣତରେ ହେଉ କିମ୍ବା ଅଜାଣତରେ ହେଉ ଆମେ ବୈଜ୍ଞାନିକ ପଦ୍ଧତିକୁ ଅନୁସରଣ କରୁଛନ୍ତି। ଯଦିଓ ଆମେ ସମସ୍ତେ ବୈଜ୍ଞାନିକ ପଦ୍ଧତିକୁ କିଛି ମାତ୍ରାରେ ପ୍ରୟୋଗ କରିଥାଉ, ତଥାପି ବିଜ୍ଞାନ ପଢ଼ିବା ଦ୍ୱାରା ବଡ଼ ସମସ୍ୟାର ସମାଧାନ ଖୋଜିବା ଏବଂ ବିଶ୍ୱର ବୃହତ୍ ସମସ୍ୟାର ସମାଧାନ କରିବା ପାଇଁ ଆମର ଦକ୍ଷତା ବିକଶିତ ହୋଇଥାଏ। ଏବେ ଆମେ ପର୍ଯ୍ୟବେକ୍ଷଣ କଲେ ସେସବୁ ବିଷୟରେ ଆମର ଧାରଣା ଆସିଥାଏ। ବିଜ୍ଞାନକୁ ଭଲ ଭାବରେ ଶିଖିବା ପାଇଁ ଓ ପ୍ରଥମ ଏବଂ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅନୁସନ୍ଧିତ୍ସୁ ହେବା ଏବଂ ନିଜ ଚତୁଃପାର୍ଶ୍ୱକୁ ତନ୍ନତନ କରି ଅନୁଧ୍ୟାନ କରିବା। ଆମ ଚାରିପାଖରେ ଘଟୁଥିବା ଜିନିଷକୁ ଭଲ ଭାବରେ ଦେଖିବା। ଯେତେବେଳେ ଆମେ ଅନୁସନ୍ଧିତ୍ସୁ ହୋଇଥାଉ, ଆମେ କାହିଁକି କିପରି ପ୍ରଶ୍ନ ପଚାରିବା ଆରମ୍ଭ କରିଥାଉ। କାହିଁକି ହେଲା, କିପରି ହେଲା, କ'ଣ ପାଇଁ ହେଲା, ଏସବୁ ବିଷୟରେ ଆମର ମନରେ ପ୍ରଶ୍ନ ଆସେ। ମନେକର ଯେ ଦୁନିଆରେ ଏମିତି ବହୁତ ଜିନିଷ ରହିଛି ଯାହା ଆମେ ଜାଣିନାହୁଁ ଏବଂ ସେଗୁଡ଼ିକ ଆବିଷ୍କାର ହେବା ଅପେକ୍ଷାରେ ଅଛି। କାର୍ଯ୍ୟ 3 ଏଠାରେ ଦିଆହେଲା, ଆସ ଚିନ୍ତା କରି ଲେଖିବା। ତୁମେ କୌଣସି ବିଷୟର କାରଣ ଜାଣିବାକୁ ଚାହୁଁଛ, ତେବେ ତୁମେ କେଉଁ ପ୍ରକାର ପ୍ରଶ୍ନ ପଚାରିବ? ତୁମେ କିପରି ତୁମ ପ୍ରଶ୍ନର ଉତ୍ତର ଖୋଜିବ ତାହା ଲେଖିବାକୁ ଚେଷ୍ଟା କର। ବିଜ୍ଞାନ ସମ୍ବନ୍ଧୀୟ କାର୍ଯ୍ୟ ବ୍ୟକ୍ତିଗତ ଭାବେ କ୍ୱଚିତ୍ କରାଯାଇଥାଏ। ସମଗ୍ର ବିଶ୍ୱର ବୈଜ୍ଞାନିକମାନେ ପ୍ରାୟତଃ ଦଳଗତ ଭାବରେ ଏକାଠି କାମ କରନ୍ତି। ତେଣୁ ଯଦି ତୁମେ ନିଜେ କୌଣସି ଉତ୍ତର ପାଉନାହଁ, ତେବେ ତୁମ ସାଙ୍ଗମାନଙ୍କ ସହ ସାହାଯ୍ୟ ନିଅ। ସବୁବେଳେ ଏକାଠି ହୋଇ ଜିନିଷ ଆବିଷ୍କାର କରିବା ଅଧିକ ମଜାଦାର ହୋଇଥାଏ। ଆହୁରି ଏକତା ହିଁ ବଳ ମଧ୍ୟ ହୋଇଥାଏ। ଏକ ହୋଇ କାମ କଲେ କାମ ମଧ୍ୟ ସହଜ ଆଉ ସୁବିଧା ହୋଇଥାଏ। ତେଣୁ ଆମେ ଏକତ୍ରିତ ହୋଇ କାମ କରିବା, ସଂଗଠିତ ହୋଇ କାମ କରିବା। ଅବଶ୍ୟ ମନେରଖ, ଷଷ୍ଠ ଶ୍ରେଣୀରେ ତୁମେ ତୁମର ସମସ୍ତ ପ୍ରଶ୍ନର ଉତ୍ତର ପାଇବ ନାହିଁ। ଚିନ୍ତା କର ନାହିଁ। ତୁମେ ଆସନ୍ତା 5 ବର୍ଷ କିମ୍ବା ତା'ଠାରୁ ଅଧିକ ସମୟ ଧରି ବିଜ୍ଞାନ ପଢ଼ିବ। ପ୍ରଥମ, ଦ୍ୱିତୀୟ, ତୃତୀୟ ଉତ୍ତରକୁ ଶ୍ରେଣୀରେ ଆଲୋଚନା କରନ୍ତୁ। ପିଲାମାନେ କିପରି ବର୍ଷାକୁ ଉପଭୋଗ କରନ୍ତି, ବିଜ୍ଞାନ ମଧ୍ୟ ସେପରି ମଜାଦାର ଅନୁସନ୍ଧାନର ଗ୍ରନ୍ଥାଗାର। ବର୍ଷା ହେଉଥିବା ସମୟରେ ପିଲାମାନେ ଦେଖ ଏଠାରେ କେମିତି ସେମାନେ ଡିଆଁ ଡେଇଁ କରନ୍ତି। ବର୍ଷା ପାଣିରେ କିପରି ପରସ୍ପର ମିଶି ଡିଆଁ ଡେଇଁ କରନ୍ତି, କେତେ ଖୁସି ନିଅନ୍ତି। ବର୍ଷା ପାଣି ପଡ଼ୁଛି, ତାଙ୍କୁ ଆହୁରି ଭାରି ମଜା ଲାଗୁଛି। ତେଣୁ ପିଲାମାନେ ଯେପରି ବର୍ଷାକୁ ଉପଭୋଗ କରନ୍ତି, ବିଜ୍ଞାନ ମଧ୍ୟ ସେପରି ମଜାଦାର ଅନୁସନ୍ଧାନର ଗ୍ରନ୍ଥାଗାର। ମଜାଳିଆ କଥା, ତୁମ ବୈଜ୍ଞାନିକ ଯାତ୍ରା ଉପଭୋଗ କରୁ, ଅନୁସନ୍ଧାନ କରି ରଖ ଏବଂ ବିଶ୍ୱର ଆଶ୍ଚର୍ଯ୍ୟଜନକ ରହସ୍ୟ ବିଷୟରେ ଚିନ୍ତା କରିବା ଓ ପ୍ରଶ୍ନ କରିବାର ଜାରି ରଖ। ବିଜ୍ଞାନର ରୋମାଞ୍ଚକର ଯାତ୍ରା ଆରମ୍ଭ କରିବାକୁ ତୁମେ ପ୍ରସ୍ତୁତ କି? ଆସ ଏଥର ଆରମ୍ଭ କରିବା। ଦେଖ, ଏହି ପାଠଟି ବର୍ତ୍ତମାନ ଶେଷ ହୋଇଯାଇଛି। ଏହିଭଳି ଆଶା କରୁଛି ଏହିଭଳି ଭିଡ଼ିଓକୁ ବାରମ୍ବାର ଦେଖିବା ପାଇଁ ଆଶା କରୁଛି। ଏହି ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଲାଇକ୍ କରିବ, ସାଙ୍ଗମାନଙ୍କ ସହିତ ସେୟାର କରିବ ଏବଂ ଯେଉଁମାନେ ଆମ ଚ୍ୟାନେଲ୍ ପାଇଁ ନୂଆ ଅଛନ୍ତି ଦୟାକରି ସବସ୍କ୍ରାଇବ୍ କରିଦେବେ। ପାଖରେ ଥିବା ଘଣ୍ଟି ବଟନ୍ ଦବାଇ ଅଲ୍ ନୋଟିଫିକେସନ୍କୁ ଅନ୍ କରିଦେବେ। ରହୁଛି, ପରବର୍ତ୍ତୀ କାଳରେ ପୁଣି ଦେଖା ହେବ।